ଭାରତର ପୂର୍ବ ଉପକୂଳ ଅଞ୍ଚଳରୁ ଆରମ୍ଭ ହୋଇ ଉତ୍ତର ଦିଗ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡ଼ିଥିଲା। ଏହି ଅଞ୍ଚଳରେ ମୋଟ ପ୍ରାୟ 1,80,000 ମିଲ୍ ବ୍ୟାପୀ ଜମି ଓ 4,75,00,000 ଜନସଂଖ୍ୟା ପ୍ରଭାବିତ ହୋଇଥିଲେ। ଏବଂ ଏହି ସମୟରେ ଓଡ଼ିଶାର ରାଜା ଥିଲେ ଦିବ୍ୟ ସିଂହ ଦେବ ଏବଂ ରାଜାଙ୍କର ଶାସନ କାଳର ନବମ ବର୍ଷ ଥିବାରୁ ଏହି ଦୁର୍ଭିକ୍ଷର ନାମ ଥିଲା ନଅଙ୍କ ଦୁର୍ଭିକ୍ଷ। ଓଡ଼ିଶାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ଏବଂ ଧାନ ଚାଷ ହେଉଛି ଓଡ଼ିଶାର ପ୍ରଧାନ ଖାଦ୍ୟଶସ୍ୟ। ଏବଂ ସବୁ ବର୍ଷ ଭଳି 1865ରେ ମଧ୍ୟ ବର୍ଷା ଆରମ୍ଭରୁ ଦେଖି ସମସ୍ତେ ଗଚ୍ଛିତ ଥିବା ଖାଦ୍ୟଶସ୍ୟରୁ ବିହନ ବୁଣିଥାନ୍ତି। ଆଷାଢ଼ ଯାଇ ଶ୍ରାବଣ ଆସେ ଏବଂ ଚାଷୀମାନେ ବର୍ଷାକୁ ଅପେକ୍ଷା କରିଥାନ୍ତି, କିନ୍ତୁ ବର୍ଷାର ନାଁ ଗନ୍ଧ ନଥାଏ। ଚାରିଆଡ଼େ ହାହାକାର, ନଦୀ ନାଳ ପୋଖରୀ ସବୁ ଶୁଖିଗଲା। ମହାନଦୀର ଜଳ ପ୍ରବାହ 95% ହ୍ରାସ ପାଇଲା। ଯୁଆଡ଼େ ଅନାଇଲେ ଚାଷ ଜମି ଫାଟି ଆଁ କରିଥାଏ। ଏବଂ ଏହି ସମୟରେ କଟା ଘାଁରେ ଚୂନ ଦେଲା ପରେ ଇଂରେଜ କଲେକ୍ଟର